ଆଉ ଭାଇ ଗୋଟେ ସଫଲ ଦିଅନି। ହଁ ସଫଲ ଗୋଟା 1000 ଟଙ୍କା ପଡିବ। ଏଇ 4-5 ଦିନ ତଳେ ମୁଁ 5 ଟଙ୍କାରେ ଖାଇଥିନି, ଆଜି କଣ 1000 ଟଙ୍କା ହେଲାଣି? ରାତେ ରାତି କୋଟିପତି ହବ ଆଉ। ଭାଇ ଜାଣିନ କି ଗଭର୍ଣ୍ଣମେଣ୍ଟ ବା ସବୁ ଗୁଟୁକା ଫଟୁକା ସବୁ ବନ୍ଦ କରିଦେଇଛି। ଆଉ ସଫଲ ଫଫଲ ମିଳୁଛି ନା, ଆମେ ସେଇଥିପାଇଁ 1000 ଟଙ୍କା ବିକୁଛୁ। ହଉ ଭାଇ ମୋ ପାଖରେ ତ 1000 ଟଙ୍କା ନାହିଁ, ମୁଁ ଆଉ କଣ ସଫଲ ଖାଇବି? ହଉ ମୁଁ ଯାଉଛି। ଏ ଭାଇ ଶୁଣ ଶୁଣ ଶୁଣ। ହଁ ଭାଇ କଣ ହେଲା? ଆଉ ଭାଇ ଆଉ ଏଠି ଆମର ସଫଲ ପାଇଁ ଫାଇନାନ୍ସ ବି ମିଳୁଛି। ଆଉ ଯଦି ତୁମେ ଚାହିଁବ ତାହେଲେ ଫାଇନାନ୍ସ କରିକି ସଫଲ ଖାଇପାରିବ। କଣ ଭାଇ ସଫଲ ବି ଫାଇନାନ୍ସ ରେ ମିଳୁଛି? ଏସବୁ ମୁଁ ତ ଫାର୍ଷ୍ଟ ଟାଇମ ଶୁଣୁଛି। ଭାଇ ଯୁଗ ଆସିକି ସେଇଆ ପହଞ୍ଚିଲାଣି, ସବୁ ଫାଇନାନ୍ସ। ଆଉ ବର୍ତ୍ତମାନ ରେଟ୍ ହେଇଗଲା 1000 ଟଙ୍କା, ଲୋକ ସବୁ 1000 ଟଙ୍କା ଦେଇ ଖାଇପାରିବେ ନା। ଆଉ ସେଥିଲାଗି ଫାଇନାନ୍ସ କରିଦେଇଛୁ। ଆଉ ତୁମେ ଗୋଟେ କାମ କରିବ, 200 ଟଙ୍କା ଡାଉନ୍ ପେମେଣ୍ଟ ଦବ, ଆଉ 800 ଟଙ୍କା ତୁମର EMI ପଡ଼ିବ, ମାସକୁ ଯାହା କିସ୍ତି ପଡ଼ିବ। ଆଉ ବର୍ତ୍ତମାନ ସୁବିଧା ହେଇଯିବ ସେଟା। ଭାଇ ତୁମେ ତ ଜାଣିଛ ଆମେ ସଫଲ ବିନା ରହିପାରିବୁନି। ଆଉ ଏତେ ଟଙ୍କା ଦେଇକି ସଫଲଟା କେମିତି ଖାଇବୁ? ତୁମେ ଭଲ କରୁଛ, ସଫଲଟାକୁ ଫାଇନାନ୍ସ କରିଦେଇଛ। ଆମେ ବି ଖାଇପାରିବୁ, ସବୁ ବି ଖାଇପାରିବୁ। ହଉ ଭାଇ 200 ଟଙ୍କା ଟେ ରଖ, ଆମର ସଫଲ ଗୋଟେ ଫାଇନାନ୍ସ କରିଦିଅ। ହଉ ଭାଇ ପଇସା ଦିଅ। ଆଉ ପଇସା ରହିଲା, ଆଉ ଗୋଟେ କାମ କରିବ, ତୁମ ନାଁ ଆଉ ତୁମ ଆଧାର କାର୍ଡ ସବୁ ଦେଇଦବ। ଆଉ ଆମ ତରଫରୁ ତୁମ ପାଖକୁ ଗୋଟେ ମେସେଜ ଯିବ। ଯୋଉ ଦିନ ମେସେଜ ଯିବ ସେଇଦିନ ଆସିବ ସଫଲ ନବ। ଭାଇ ଆଜି କଣ ସଫଲ ଦବନି? ଭାଇ ତୁମେ ଆଜି ପା ଦେଲ ମତେ, ଏବେ ପଇସା ଦେଲ। ତୁମ 15 ଦିନ ପୂର୍ବରୁ ଯୋଉମାନେ ସବୁ ଆସିଥିଲେ ତାଙ୍କ ଲାଇନ ଏପର୍ଯ୍ୟନ୍ତ ପଡିନି। ତୁମର ଯୋଉ ଲାଇନ ପଡିବ, ମେସେଜ ଯିବ, ସେଇଦିନ ଆସିବ ସଫଲ ନେଇକି ଯିବ। ଆଜି କିନ୍ତୁ ମିଳିବନି। କଣ ଭାଇ 15 ଦିନ? ସଫଲ ବିନା ମୁଁ ଗୋଟେ ଦିନ ବି ରହିପାରେନି। 15 ଦିନ ସାଙ୍ଗେ କେମିତି ରହିବି? ହଉ ଭାଇ ପରିସ୍ଥିତି ତ ସେ ଆସିକି ପହଞ୍ଚିଲା। ହଉ ମତେ ମେସେଜ କଲେ ମୁଁ ଆସିବି, ଆଉ ଯାଉଛି।